ଆମେ ସବୁବେଳେ କିଛି ନା କିଛି ନୂଆ ଶିଖିବାକୁ ଚେଷ୍ଟା କରୁ। କେତେବେଳେ ନୂଆ ଭାଷା, କେତେବେଳେ ଗାଡ଼ି ଚଲାଇବା, କିନ୍ତୁ କେବେ ଭାବିଛନ୍ତି ଶିଖିବାଟା କେବଳ ପରିଶ୍ରମ ଉପରେ ନିର୍ଭର କରେ ନା ଏହା ପଛରେ କିଛି ଖାସ୍ କୌଶଳ ବି ଅଛି? ଆଜି ଆମେ ସେଇ ବିଷୟରେ ହିଁ ଗଭୀର ଆଲୋଚନା କରିବା। ଆମ ପାଖରେ ଅଛି ଶ୍ରୀ ରାଜେନ୍ଦ୍ର ବିହାରୀଙ୍କ ଲେଖା ମାନସିକ ପ୍ରବୀଣତାକୁ ହାସଲ କରିବାର ମନୋବୈଜ୍ଞାନିକ ଉପାୟ, ଆଉ ଆମର ଲକ୍ଷ୍ୟ ହେଉଛି ଏଥିରୁ ଶିଖିବାର ସେହି ଲୁକାୟିତ ନିୟମଗୁଡ଼ିକୁ ଖୋଜି ବାହାର କରିବା। ହଁ, ଆଉ ଏଇଟା ଏକ ପ୍ରକାର ମସ୍ତିଷ୍କ ସହିତ ଖେଳ ଖେଳିବା ଭଳି। ଖେଳ? ହଁ, ଖେଳ। କାରଣ ଆମେ ସାଧାରଣତଃ ଶିଖିବାକୁ ଗୋଟେ ଗମ୍ଭୀର ଆଉ ବହୁତ କଷ୍ଟକର କାମ ବୋଲି ଭାବୁ। ଠିକ୍। କିନ୍ତୁ ଯଦି ଆମକୁ ଖେଳର ନିୟମ ଜଣାଥାଏ, ତେବେ ଖେଳଟା ସହଜ ଆଉ ମଜାଦାର ଲାଗେ। ସେମିତି ଆମେ କ'ଣ ଶିଖୁଛୁ ତାଠୁ ବେଶୀ ଜରୁରୀ ହେଉଛି ଆମେ କେମିତି ଶିଖୁଛୁ। କେମିତି, ଏଇଟା ହିଁ ମୁଖ୍ୟ କଥା। ଏକଦମ। ଆଜି ଆମେ ସେଇ କେତୋଟି କେମିତି ଉପରେ ହିଁ କଥା ହେବା। ତେବେ ଚାଲନ୍ତୁ ଏଇ ଖେଳର ପ୍ରଥମ ନିୟମରୁ ଆରମ୍ଭ କରିବା। ଲେଖକ ଏଠି ଗୋଟେ ବହୁତ ଆଶ୍ଚର୍ଯ୍ୟକର କଥା କହୁଛନ୍ତି। ସେ କହୁଛନ୍ତି କୌଣସି ଜିନିଷକୁ ଛୋଟ ଛୋଟ ଖଣ୍ଡରେ ନ ଶିଖି ଯେତେ ସମ୍ଭବ ତାକୁ ପୂରାପୂରି ଭାବେ ଏକାଥରେ ଶିଖିବାକୁ ଚେଷ୍ଟା କରିବା ଦରକାର। ମୋତେ ଏଇଟା ପ୍ରଥମେ ଟିକେ ଓଲଟା ଲାଗିଲା। ଯେମିତିକି ଗୋଟେ କବିତାକୁ ଧାଡ଼ିଏ ଧାଡ଼ିଏ ମନେ ରଖିବା ବଦଳରେ ପୁରା କବିତାକୁ ବାରମ୍ବାର ପଢ଼ିବାକୁ ସେ କହୁଛନ୍ତି। ଏମିତି କାହିଁକି? ଏହା ପଛରେ ଆମ ମସ୍ତିଷ୍କ କାମ କରିବାର ଗୋଟେ ବଡ଼ ରହସ୍ୟ ଅଛି। ଯେତେବେଳେ ଆମେ କୌଣସି ଜିନିଷକୁ ସମ୍ପୂର୍ଣ୍ଣ ଭାବେ ଦେଖୁ, ଆମ ମସ୍ତିଷ୍କ ତାର ଛୋଟ ଛୋଟ ଅଂଶ ଭିତରେ ଥିବା ସମ୍ବନ୍ଧକୁ ବୁଝିପାରେ। ଆଚ୍ଛା। ଖାଲି ଅଲଗା ଅଲଗା ଟୁକୁଡ଼ା ନୁହେଁ, ବରଂ ଗୋଟେ ପୁରା ଚିତ୍ର ଦେଖିପାରେ। ଏହାକୁ ଇମର୍ସନ ବା ନିମଜ୍ଜନ କୁହାଯାଏ। ମାନେ ସେହି ଜିନିଷ ଭିତରେ ପୂରାପୂରି ବୁଡ଼ିଯିବା। ଯେମିତି ସେ ଭାଷା ଶିଖିବାର ଉଦାହରଣ ଦେଇଛନ୍ତି। ହଁ, ସେଇଟା ଏକଦମ ଠିକ୍ ଉଦାହରଣ। ଆପଣ ଖାଲି ଶବ୍ଦ ଓ ବ୍ୟାକରଣୀୟ ନିୟମ ମୁଖସ୍ଥ କରିବା ବଦଳରେ ଯେଉଁଠି ସେ ଭାଷା କୁହାଯାଉଛି ସେଠି ଯାଇ କିଛି ମାସ ରହିଯାଆନ୍ତୁ। ଓହୋ। ଦେଖିବେ କଥାବାର୍ତ୍ତା ଶୁଣି ଶୁଣି ଶବ୍ଦ, ବାକ୍ୟ ଗଠନ, ଏପରିକି ଉଚ୍ଚାରଣ ବି ଆପେ ଆପେ ଆସିଯିବ। ହଁ, ଏ ଇମୋସନ କଥାଟା ଭାଷା ପାଇଁ ତ ଠିକ୍ ଲାଗୁଛି, କିନ୍ତୁ ସବୁ କ୍ଷେତ୍ରରେ କ'ଣ ଏହା ସମ୍ଭବ? କେମିତି? କେହି ଯଦି ଗୋଟେ ଜଟିଳ ଟେକ୍ନିକାଲ ସ୍କିଲ୍ ଶିଖିବାକୁ ଚାହିଁବ, ଯେମିତି ସର୍ଜରୀ, ସେ ତ ଆଉ ପ୍ରଥମ ଦିନରୁ ଅପରେସନ ଥିଏଟରରେ ପଶି ଯାଇପାରିବନି। ତେବେ ଏହି ନିୟମର କିଛି ବ୍ୟତିକ୍ରମ ଅଛି କି? ଏକଦମ ଠିକ୍ ପ୍ରଶ୍ନ। ଆଉ ଲେଖକ ଏହା ବିଷୟରେ ସ୍ପଷ୍ଟ ଭାବେ କହିଛନ୍ତି। ଆଚ୍ଛା। ଯେତେବେଳେ କୌଣସି କୌଶଳ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ ଆଉ ଆମର ପୂର୍ବ ଅନୁଭୂତି ସହ ତାର କିଛି ବି ସମ୍ପର୍କ ନଥାଏ, ସେତେବେଳେ ତାକୁ ଅଂଶ ଅଂଶ କରି ହିଁ ଶିଖିବାକୁ ପଡ଼ିବ। ଯେମିତି ଚିଠି ଲେଖିବା ଅଗରୁ ଅକ୍ଷର ଶିଖିବା। ହଁ, ବିଲକୁଲ। ଏଠାରେ ଟାଇପରାଇଟିଂର ଉଦାହରଣ ବହୁତ ସୁନ୍ଦର। ପ୍ରଥମେ ଆପଣଙ୍କୁ କିବୋର୍ଡରେ କେଉଁ ଅକ୍ଷର କେଉଁଠି ଅଛି ତାକୁ ମନେ ରଖିବାକୁ ପଡ଼ିବ। ଏଇଟା ହେଲା ଅଂଶ ଅଂଶ ଶିକ୍ଷା। ଠିକ୍ ଅଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶୀ ସମୟ ଅଟକି ନ ରହି ଯେତେ ଜଲ୍ଦି ସମ୍ଭବ ପୁରା ଶବ୍ଦ ଆଉ ବାକ୍ୟ ଟାଇପ୍ କରିବା ଆରମ୍ଭ କରିଦେବା ଉଚିତ। ବୁଝିଲି। ଟୁକୁଡ଼ା ଟୁକୁଡ଼ା ଶିଖିବାଟା ଗୋଟେ ବାଧ୍ୟତାମୂଳକ ପ୍ରଥମ ପାହାଡ଼, କିନ୍ତୁ ଅସଲ ଲକ୍ଷ୍ୟ ହେଉଛି ସେ ପାହାଡ଼କୁ ଶୀଘ୍ର ଡେଇଁ ପୁରା କୌଶଳ ପାଖରେ ପହଞ୍ଚିବା। ସେଇଆ। ଠିକ୍ ଅଛି। ତେବେ ମୂଳଦୁଆ ପଡ଼ିଗଲା। କିନ୍ତୁ ଯେତେବେଳେ ଆମେ କୌଣସି ଜିନିଷକୁ ପୂରାପୂରି ଶିଖିବାକୁ ଚେଷ୍ଟା କରୁ, ପ୍ରଥମେ ପ୍ରଥମେ ବହୁତ କଷ୍ଟ ହୁଏ, ବେଳେବେଳେ ମନ ଭାଙ୍ଗିଯାଏ। ହଁ, ସେଇଟାକୁ ହିଁ ଦ ଗ୍ରାଇଣ୍ଡ କୁହାଯାଏ। ହଁ, ଦ ଗ୍ରାଇଣ୍ଡ। ତେବେ ସେହି ସମୟରେ ନିଜକୁ ଆଗକୁ ବଢ଼ିବା ପାଇଁ ଯେଉଁ ମାନସିକ ଶକ୍ତି ଦରକାର, ତାକୁ କେମିତି ବଜାୟ ରଖିବା? ଏଇଠି ଆସୁଛି ସବୁଠୁ ବଡ଼ ଇନ୍ଧନ, ଆଉ ସେଇଟା ହେଉଛି ପ୍ରେରଣା। ଆଉ ଲେଖକ ଏଠାରେ ଗୋଟିଏ ବହୁତ ସ୍ପଷ୍ଟ କଥା କହିଛନ୍ତି। ପ୍ରଶଂସା କାମ କରେ, ଗାଳିମନ୍ଦ ନୁହେଁ। ପ୍ରଶଂସା କାମ କରେ। ହଁ, ଅନେକ ଗବେଷଣାରୁ ଏହା ଜଣାପଡ଼ିଛି ଯେ ଲୋକମାନଙ୍କୁ ସେମାନଙ୍କୁ ସଫଳତା ପାଇଁ ପ୍ରଶଂସା କଲେ ସେମାନେ ଆହୁରି ଭଲ କରିବାକୁ ଉତ୍ସାହିତ ହୁଅନ୍ତି। କିନ୍ତୁ ଆମର ତ ଓଲଟା ହୁଏ। ସେଇଆ ତ। ବାରମ୍ବାର ତାଙ୍କର ଭୁଲ ଦେଖେଇ ଗାଳି ଦେଲେ, ଦଣ୍ଡ ଦେଲେ ବା ତାଙ୍କୁ ନିରୁତ୍ସାହିତ କଲେ ତାଙ୍କର ଶିଖିବାର ଗତି ଅଟକିଯାଏ। ଏ କଥାଟା ମୋତେ ମୋ ସ୍କୁଲ ଦିନ କଥା ମନେ ପକେଇ ଦଉଛି। ଆମ ସମାଜରେ, ଘରେ ହଉ କି ସ୍କୁଲରେ, ଭୁଲ କଲେ ଡରାଇବା ବା ଗାଳି ଦେବାଟାକୁ ହିଁ ଶୃଙ୍ଖଳା ବୋଲି ଧରାଯାଏ। ହଁ, ଆଉ ଲେଖକ ଏହାକୁ ଆମ ଦେଶରେ ଏକ ବଡ଼ ଦୁର୍ଭାଗ୍ୟ ବୋଲି କହିଛନ୍ତି। ଆଚ୍ଛା। ଡର, ଧମକ ଆଉ ନିନ୍ଦାକୁ ଶିକ୍ଷାର ଉପଯୁକ୍ତ ମାଧ୍ୟମ ଭାବିବା ଏକ ବହୁତ ବଡ଼ ଭୁଲ। ଏହାର ମୂଳ ସିଦ୍ଧାନ୍ତକୁ ବୁଝିବା ଦରକାର। ପ୍ରଶଂସା କଲେ ଜଣଙ୍କର ମାନସିକ ଶକ୍ତି, ଇଚ୍ଛାଶକ୍ତି ଆଉ ବ୍ୟକ୍ତିତ୍ୱ ଫୁଲ ଭଳି ଫୁଟି ଉଠେ। କିନ୍ତୁ ଦୋଷାରୋପଣ କଲେ? ତାହା ସଙ୍କୁଚିତ ହୋଇଯାଏ।
ଶିଖାଇବାର ଅସଲ ଉଦ୍ଦେଶ୍ୟ କାହାକୁ ବୋକା ବା ଅଯୋଗ୍ୟ ଅନୁଭବ କରାଇବା ନୁହେଁ, ବରଂ ତାହା ଭିତରେ ଆତ୍ମବିଶ୍ୱାସ ଜଗେଇବା। ଏବେ ପ୍ରଶଂସା ଆମର ଭିତରର ଶକ୍ତିକୁ ବଢ଼ାଏ, କିନ୍ତୁ ବାହାରର ପ୍ରେରଣା ବିଷୟରେ କ'ଣ କହିବା? ଯେମିତିକି ପ୍ରତିଯୋଗିତା, ଅନ୍ୟମାନଙ୍କୁ ଦେଖି ଆଗକୁ ବଢ଼ିବା, ଏଇଟା କ'ଣ ଭଲ ନା ଖରାପ? ଏଇଠି ଲେଖକ ଏକ ସୂକ୍ଷ୍ମ କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରତିଯୋଗିତା ଭଲ ହୋଇପାରେ, କିନ୍ତୁ ଗୋଟିଏ ସର୍ତ୍ତରେ। ସର୍ତ୍ତ? ହଁ, ସେହି ପ୍ରତିଯୋଗିତାରେ ଘୃଣା, ହିଂସା କିମ୍ବା ଈର୍ଷ୍ୟା ରହିବା ଅନୁଚିତ। ଯଦି ଆମେ ଅନ୍ୟମାନଙ୍କର ସଫଳତାକୁ ଦେଖି ଈର୍ଷ୍ୟା କରିବା ବଦଳରେ ତାକୁ ଏକ ମାପକାଠି ଭାବେ ବ୍ୟବହାର କରୁ, ଯେ ସେ ଯଦି କରିପାରୁଛି ତେବେ ମୁଁ କେମିତି ଆହୁରି ଭଲ କରିପାରିବି, ଏକଦମ, ତାହେଲେ ଏହା ଏକ ସକାରାତ୍ମକ ପ୍ରେରଣା ହୋଇପାରେ। ଏହା ପ୍ରେରଣାର ଉତ୍ସ ହେବା ଦରକାର, ଈର୍ଷ୍ୟାର କାରଣ ନୁହେଁ। କିନ୍ତୁ ଏହାଠୁ ବି ଆହୁରି ଭଲ କିଛି ଅଛି କି? କାରଣ ଅନ୍ୟମାନଙ୍କ ସହ ତୁଳନା କଲେ ବେଳେବେଳେ ନିରାଶା ଆସିବାର ବି ତ ସମ୍ଭାବନା ଅଛି। ନିଶ୍ଚୟ ଅଛି। ସେଥିପାଇଁ ଲେଖକ ଆତ୍ମପ୍ରତିଯୋଗିତା ଉପରେ ସବୁଠୁ ଅଧିକ ଜୋର ଦେଇଛନ୍ତି। ଆତ୍ମପ୍ରତିଯୋଗିତା ମାନେ ନିଜ ସହିତ ପ୍ରତିଯୋଗିତା? ହଁ, ଅନ୍ୟ କାହା ସହିତ ନୁହେଁ, ବରଂ ନିଜ ସହିତ ହିଁ ପ୍ରତିଯୋଗିତା କରିବା। ଆଜି ମୁଁ ଗତକାଲିଠାରୁ କେତେ ଭଲ କଲି, ମୁଁ ମୋର ନିଜ ରେକର୍ଡକୁ ଭାଙ୍ଗିପାରିଲି କି ନାହିଁ? ଆଉ ଏଇଟା କାହିଁକି ଶ୍ରେଷ୍ଠ? କାରଣ ଏହା ସମସ୍ତଙ୍କ ପାଇଁ କାମ କରେ। ଜଣେ ତୀକ୍ଷ୍ଣ ବୁଦ୍ଧିର ଛାତ୍ର ହଉ କି ଟିକେ ମନ୍ଥର ଗତିରେ ଶିଖୁଥିବା ଛାତ୍ର, ସମସ୍ତେ ନିଜର ପୂର୍ବ ପ୍ରଦର୍ଶନକୁ ଟପିବାକୁ ଚେଷ୍ଟା କରି ଖୁସି ଓ ଉତ୍ସାହ ପାଇପାରିବେ। ଏଥିରେ ହାରିଯିବାର ଭୟ ନାହିଁ କି ନିରାଶା ବି ନାହିଁ। ଏହା ଏକ ସୁସ୍ଥ ଏବଂ ନିରନ୍ତର ଉନ୍ନତିର ରାସ୍ତା। ତା ମାନେ ଆମ ପାଖରେ ଗୋଟେ ଛୋଟ ଛୋଟ ଲକ୍ଷ୍ୟ ରହିବା ଦରକାର। ଲେଖକ ବି କହୁଛନ୍ତି ଯେ ଗୋଟେ ବହୁତ ଦୂରରେ ଥିବା ଲକ୍ଷ୍ୟ, ଯେମିତି ମୁଁ ଦିନେ ମହାନ ହେବି, ହଁ, ତାଠାରୁ ଏକ ପାଖରେ ଥିବା ଲକ୍ଷ୍ୟ, ଯେମିତି ମୁଁ ଆସନ୍ତାକାଲି ଏହି ଅଧ୍ୟାୟଟି ଶେଷ କରିବି, ଆମକୁ ବେଶୀ ପ୍ରେରଣା ଦିଏ। ସତ କଥା, କାରଣ ଏହି ଛୋଟ ଛୋଟ ବିଜୟ ହିଁ ଆମର ଆତ୍ମବିଶ୍ୱାସ ବଢ଼ାଏ ଆଉ ଆମକୁ ଆଗକୁ ବଢ଼ିବା ପାଇଁ ଶକ୍ତି ଦିଏ। ଠିକ୍ ଅଛି, ତେବେ ଆମେ ଶିଖିବାର ମୂଳଦୁଆ ପକେଇଲେ ଆଉ କଠିନ ସମୟରେ ନିଜକୁ ପ୍ରେରିତ ରଖିବା ବି ଜାଣିଲେ। ଏବେ ଆସୁଛି ଶେଷ ପର୍ଯ୍ୟାୟ। ମାଷ୍ଟରୀ। ହଁ, ଆମେ ଯାହା ଶିଖିଛେ ତାକୁ ଭଲରୁ ମାଷ୍ଟର ସ୍ତରକୁ କେମିତି ନେବା, କେମିତି ଆମେ ଶିଖିଥିବା କୌଶଳକୁ ଏତେ ମଜବୁତ କରିବା ଯେ ଯେକୌଣସି ପରିସ୍ଥିତିରେ ବି ତାହା ଆମ ସାଙ୍ଗ ଛାଡ଼ିବନି। ଏଥିପାଇଁ ଲେଖକ ଏକ ଆହ୍ୱାନପୂର୍ଣ୍ଣ କିନ୍ତୁ ଶକ୍ତିଶାଳୀ ଉପାୟ ଦେଇଛନ୍ତି। ସେ କହୁଛନ୍ତି, ଯେତେବେଳେ ତୁମେ ଗୋଟେ କାମରେ ପ୍ରାୟ ପ୍ରବୀଣ ହୋଇ ଆସିଲଣି, ହଁ, ସେତେବେଳେ ସହଜ ପରିବେଶରେ ଅଭ୍ୟାସ କରିବା ଛାଡ଼ିଦିଅ। ଏବେ ସମୟ ଆସିଛି କଠିନ ପରିସ୍ଥିତିରେ ଅଭ୍ୟାସ କରିବାର। ଏଇଟା ଶୁଣିବାକୁ ପୁରା ଓଲଟା ଲାଗୁଛି। ମୁଁ ତ ସବୁବେଳେ ଭାବେ ଯେ ମୋତେ କାମ କରିବାକୁ ଗୋଟେ ଶାନ୍ତ ପରିବେଶ ଦରକାର। କିନ୍ତୁ କଥାଟା ହେଉଛି, ପ୍ରକୃତ ଦୁନିଆ ଗୋଟେ ଶାନ୍ତ ଲାଇବ୍ରେରୀ ଭଳି ନୁହେଁ। ଠିକ୍। ଜଣେ ପ୍ରକୃତ ପ୍ରବୀଣ ବ୍ୟକ୍ତି ସିଏ, ଯିଏ କେବଳ ଆଦର୍ଶ ପରିସ୍ଥିତିରେ ନୁହେଁ, ବରଂ ଚାପ, କୋଳାହଳ ଆଉ ବାଧାବିଘ୍ନ ଭିତରେ ବି ନିଜ କାମକୁ ସଠିକ୍ ଭାବେ କରିପାରେ। ତେଣୁ ଏହା ଏକ ପ୍ରକାରର ଷ୍ଟ୍ରେସ୍ ଟେଷ୍ଟ। ଏକ୍ଜାକ୍ଟ। ନିଜ କୌଶଳକୁ ଷ୍ଟ୍ରେସ୍ ଟେଷ୍ଟ କରିବା ବହୁତ ଜରୁରୀ। ଲେଖାରେ କିଛି ମଜାଦାର ଉଦାହରଣ ଅଛି, ଯେମିତି ହଁ, ସେ କବିତା ମନେ ପକେଇବା ବାଲା। ହଁ, କେହି କବିତା ମନେ ପକାଉଥିବା ବେଳେ ଆଉ କେହି ଜାଣିଶୁଣି ପାଖରେ ପାଟି କରି କିଛି ପଢ଼ିବା। ଏହାଦ୍ୱାରା ଆମ ମସ୍ତିଷ୍କ ସେହି ବାଧା ସତ୍ତ୍ୱେ ଏକାଗ୍ର ରହିବାକୁ ଶିଖେ। ତେବେ ଏହା ହେଉଛି ଆମ କୌଶଳକୁ ଅଭେଦ୍ୟ କରିବାର ଉପାୟ, ଅନବ୍ରେକେବଲ୍। ସେଇଆ। କିନ୍ତୁ ଏହି ଷ୍ଟ୍ରେସ୍ ଟେଷ୍ଟ କଲାବେଳେ ଆମେ କେମିତି ଜାଣିବା ଯେ ଆମେ ପ୍ରକୃତିରେ ଉନ୍ନତି କରୁଛୁ କି ନାହିଁ? ଆମର ପ୍ରଗତିକୁ ମାପିବାର କିଛି ଉପାୟ ଅଛି କି? ନିଶ୍ଚୟ ଅଛି। ଆଉ ସେଇଟା ହେଉଛି ଆମର ଶେଷ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କୌଶଳ, ନିୟମିତ ଭାବେ ନିଜକୁ ପରୀକ୍ଷା କରିବା। ନିଜକୁ ପରୀକ୍ଷା କରିବା? ହଁ, ଆମେ କରୁଥିବା କାମର ଫଳ ଯେତେ ଶୀଘ୍ର ଆମେ ଜାଣିପାରୁ, ଆମ ମସ୍ତିଷ୍କ ସେତେ ଶୀଘ୍ର ବୁଝିପାରେ ଯେ କେଉଁ ରାସ୍ତା ଠିକ୍ ଆଉ କେଉଁଠି ପରିବର୍ତ୍ତନ ଦରକାର। ଏହାକୁ ମନୋବିଜ୍ଞାନରେ କ'ଣ କହନ୍ତି? ହଁ, ଫିଡ୍ବ୍ୟାକ୍ ଲୁପ୍ କୁହାଯାଏ। ଆଚ୍ଛା, ଫିଡ୍ବ୍ୟାକ୍ ଲୁପ୍। ଯେମିତି ଗୋଟେ ବହି ପଢ଼ି ସାରିବା ପରେ ତା ଉପରେ ନିଜେ କିଛି ପ୍ରଶ୍ନ ତିଆରି କରି ଉତ୍ତର ଲେଖିବା। ବିଲକୁଲ। ଏହାଦ୍ୱାରା ଆପଣ ପ୍ରକୃତରେ କେତେ ବୁଝିଛନ୍ତି ତାର ଏକ ସ୍ପଷ୍ଟ ଚିତ୍ର ପାଇଯିବେ। ଏହି ବିଷୟରେ ଲେଖାରେ ସେ ମନୋବୈଜ୍ଞାନିକ ପରୀକ୍ଷଣ କଥାଟି ମୋତେ ବହୁତ ଭଲ ଲାଗିଲା। ହଁ, ସେ ପରୀକ୍ଷଣଟି ବହୁତ କିଛି ଶିଖାଏ। ଗୋଟିଏ ଦଳକୁ କୁହାଗଲା, ତୁମେ ଯେତେ ଭଲ ପାରୁଛ କର, କିନ୍ତୁ ସେମାନେ ନିଜ କାମର ଫଳାଫଳ ଦେଖିପାରୁନଥିଲେ। କିନ୍ତୁ ଅନ୍ୟ ଦଳଟି ନିଜର ପ୍ରତ୍ୟେକ କାମର ଫଳାଫଳ ତୁରନ୍ତ ଦେଖିପାରୁଥିଲେ ଆଉ ତାଙ୍କ ସାମ୍ନାରେ ପରବର୍ତ୍ତୀ ଲକ୍ଷ୍ୟ କ'ଣ ତାହା ବି ସ୍ପଷ୍ଟ ଥିଲା। ଆଉ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା।
ଦ୍ୱିତୀୟ ଦଳର କାର୍ଯ୍ୟଦକ୍ଷତା ପ୍ରଥମ ଦଳ ତୁଳନାରେ 20-40% ବଢ଼ିଗଲା। 20-40%? ହଁ, ଆଉ ସବୁଠୁ ବଡ଼ କଥା, ଏତେ ଅଧିକ କାମ କରିବି ସେମାନଙ୍କୁ ବେଶୀ ପରିଶ୍ରମ କଲାଭଳି ଲାଗିଲା ନାହିଁ। ଏଥିରୁ ସ୍ପଷ୍ଟ ହେଉଛି ଯେ ଆଖି ସାମ୍ନାରେ ଲକ୍ଷ୍ୟ ଆଉ ତୁରନ୍ତ ଫଳାଫଳ ମିଳିବ, ଏହା ଶିଖିବା ପ୍ରକ୍ରିୟାକୁ ବହୁତ ଉତ୍ସାହ ଦିଏ। ବାଃ, ତେବେ ଆଜିର ଏହି ଆଲୋଚନା ଗୋଟେ ତାଲିକା ଭଳି ନୁହେଁ, ବରଂ ଜଣେ ଶିକ୍ଷାର୍ଥୀର ଯାତ୍ରା ଭଳି ଲାଗୁଛି। ଆମେ ଆରମ୍ଭ କଲେ ମୂଳଦ୍ୱାରରୁ, କୌଣସି ଜିନିଷକୁ ସମ୍ପୂର୍ଣ୍ଣ ଭାବେ ଦେଖିବା। ତାପରେ ଆସିଲା କଠିନ ପରିଶ୍ରମର ସମୟ, ଯେଉଁଠି ଆମେ ପ୍ରଶଂସା ଏବଂ ଆତ୍ମପ୍ରତିଯୋଗିତାକୁ ଇନ୍ଧନ ଭାବେ ବ୍ୟବହାର କଲେ। ଠିକ୍। ଆଉ ଶେଷରେ ପ୍ରବୀଣତା ହାସଲ ପାଇଁ ନିଜକୁ କଠିନ ପରିସ୍ଥିତିରେ ପରୀକ୍ଷା କଲେ ଆଉ ନିୟମିତ ଫିଡବ୍ୟାକ୍ ନେଲେ। ଏହା ପ୍ରକୃତରେ ଜଣେ ପ୍ରଭାବଶାଳୀ ଶିକ୍ଷାର୍ଥୀ ହେବାର ଏକ ସମ୍ପୂର୍ଣ୍ଣ ରୋଡମ୍ୟାପ୍। ଏକଦମ। ଆଉ ଏହି ରୋଡମ୍ୟାପ୍ର ସବୁଠୁ ବଡ଼ ସୁନ୍ଦରତା ହେଉଛି ଏହାର ପ୍ରୟୋଗ। ଏଗୁଡ଼ିକ କେବଳ ବହିରେ ଲେଖାଥିବା କଥା ନୁହେଁ। ନା, ଏହାକୁ ବାସ୍ତବ ଜୀବନରେ କାମରେ ଲଗେଇ ହେବ। ହଁ, ଆପଣ ଏକ ନୂଆ ଭାଷା ଶିଖନ୍ତୁ, କମ୍ପ୍ୟୁଟର ପ୍ରୋଗ୍ରାମିଂ କରନ୍ତୁ କିମ୍ବା ଗିଟାର ବଜିବା ଶିଖନ୍ତୁ, ଏହି ମନୋବୈଜ୍ଞାନିକ ଉପାୟଗୁଡ଼ିକୁ ସବୁ କ୍ଷେତ୍ରରେ କାମରେ ଲଗେଇ ପାରିବେ। ଆଉ ଏହା ଶିଖିବାକୁ ମଜାଦାର ବି କରିଦିଏ। ସେଇଆ ତ, ଶିଖିବାଟା ଗୋଟେ ବୋଝ ନୁହେଁ, ଗୋଟେ ମଜାଦାର ଖେଳ ଭଳି ଲାଗେ। ତେବେ ଶେଷରେ ସମସ୍ତଙ୍କ ପାଇଁ ଗୋଟିଏ ଚିନ୍ତା କରିବାର ପ୍ରଶ୍ନ, ଏହି ସବୁ କୌଶଳକୁ ମନରେ ରଖି ବର୍ତ୍ତମାନ ଏମିତି କେଉଁ ନୂଆ ଜିନିଷ ଶିଖିବାକୁ ଇଚ୍ଛା ହେଉଛି ଯାହା ଆପଣଙ୍କୁ ସବୁଠୁ ଅଧିକ ଉତ୍ସାହିତ କରୁଛି? ଆଉ ସେହି ଶିଖିବାର ଯାତ୍ରାରେ ଆପଣ ପ୍ରଥମେ ଏଥର କେଉଁ ପଦ୍ଧତିଟିକୁ ପ୍ରୟୋଗ କରିବେ?